ଲାଲପୁର ନାମକ ଗାଁରେ ଛଗନ ନାମକ ଗୋଟେ କୃଷକ ରହୁଥିଲା। ସେ ବହୁତ ଥର ଭାବିଲା କି ସେ ଅନ୍ୟ କୌଣସି ଏକ କାମ କରିବ, କିନ୍ତୁ ତାକୁ ଅନ୍ୟ କୌଣସି କାମ ଆସୁ ହିଁ ନଥିଲା। ତାର ଦାରିଦ୍ର୍ୟତା ପାଇଁ ତା ସ୍ତ୍ରୀ ନିତା ଆଉ ତା ଝିଅ ପିଙ୍କି ମଧ୍ୟ ବହୁତ ହଇରାଣ ହରକତ ହଉଥିଲେ। ଆରେ, ଏଇଟା କଣ ଗୋଟେ ଉଠେଇ ଆଣିଲ? ଦେଖାଯାଉନି? କୁକୁଡାର ଛୁଆ ବୋଲି ମୁଁ ୟାକୁ ପାଳିବି ଆଉ ବହୁତ ପଇସା ରୋଜଗାର କରିବି। ଆରେ, ଏଠି ନିଜକୁ ଖାଇବା ପାଇଁ ଅଣ୍ଟୁନି, ତମେ ଆକୁ ନେଇକି ପଳେଇ ଆସିଲ। ହଉ, ଆଣି ତ ସାରିଲଣି, ଆଉ କଣ କରିବା? ରଖ ପାଖରେ ଆଉ। ହଁ ହଁ, ମୁଁ ତ ରଖିବି ଆକୁ। କିଛି ଦିନ ବିତିଯାଏ। ସେପଟେ କୁକୁଡା ଛୁଆମାନେ ବଡ ହେଇଯାଆନ୍ତି, କିନ୍ତୁ ଏପଟେ ଛଗନର ଚାଷ ଖରାପ ପାଣିପାଗ ହେତୁ ହେଇପାରିନଥାଏ। ସାଙ୍ଗ, ମୁଁ ଯେ କୌଣସି ଫସଲ କରୁଛି ସେ ଭଲରେ ହଉନି, ଆଉ ଭଲ ଦାମରେ ବି ବିକ୍ରି ହେଇପାରୁନି। ଏଥରକର ଫସଲ ବି ମୋର ବର୍ବାଦ ହେଇଯାଇଛି। ଏହେ, ଏଟା ତ ବହୁତ ଖରାପ କଥା। ଠିକ ଅଛି, ଯଦି ତତେ କିଛି ମୋର ସାହାଯ୍ୟ ଦରକାର ତାହେଲେ ମତେ ନିଶ୍ଚୟ କହିବୁ, ହେଲା? ନାଇଁ ସାଙ୍ଗ, ମୁଁ କିଛି ନା କିଛି ଗୋଟେ କରିନେବି। ତତେ ନିଜ ପରିବାର ବି ପ୍ରତିପୋଷଣ କରିବାକୁ ପଡିବ ନା। ମୁଁ ତ ଖାଲି ତତେ ନିଜର ଦୁଃଖଟା ବାଣ୍ଟୁଛି। ଗଗନ କହିବାକୁ ଗଲେ ତ ଛଗନର ସାଙ୍ଗ ଥିଲା, କିନ୍ତୁ ସେ ଛଗନକୁ ଦେଖି ବହୁତ ହିଂସା କରେ। ଏ ସମୟରେ ଛଗନର ଏପରି ଅବସ୍ଥା ଦେଖି ସେ ମନେ ମନେ ବହୁତ ଖୁସି ହଉଥିଲା। ଆମ ଅବସ୍ଥା ଟିକେ ଦେଖନ୍ତୁ, ଆମେ ଆପଣଙ୍କୁ କଣ ଖୁଆଇ ପାରିବୁ? ଆପଣ ହିଁ ଆମକୁ କିଛି ଖାଇବାକୁ ଦିଅନ୍ତୁ। ଆରେ, ଏଇଟା କିପରିକା କଥା? ଖାଇବାକୁ ଯଦି କିଛି ନାହିଁ ତାହେଲେ କୁକୁଡା ସବୁ କାହିଁକି ପାଳିଛ? ଏମାନଙ୍କୁ କଣ ଖୁଆଉଛ? ମୁଁ ଯଦି କରିପାରନ୍ତି ତାହେଲେ ଏମାନଙ୍କୁ ହଟେଇ ଦିଅନ୍ତି, କିନ୍ତୁ ମୋର ଦାନବୀର ହରିଶ୍ଚନ୍ଦ୍ର ସ୍ୱାମୀ କହୁଛନ୍ତି ଯଦି ୟାଙ୍କୁ ପାଳିଛ ତେବେ ୟାଙ୍କର ବୋଝ ଆମ ଉପରେ। ଆରେ, ଏମିତି ଅଭଦ୍ରଙ୍କ ପରି କଣ କଥାବାର୍ତ୍ତା କରୁଛ ସାଧୁ ମହାରାଜଙ୍କ ସହିତ? ଦେଖ ପୁଅ, ମୁଁ ବହୁତ ଦିନ ହେଲାଣି ଭୋକିଲା ଅଛି, କିନ୍ତୁ ଇଏ ମାତା ମତେ କିଛି ବି ଖାଇବାକୁ ଦଉନାହାନ୍ତି। କୋଉଠୁ ଖୁଆଇବି? କିଛି ଥିଲେ ତ ଖୁଆଇବି ନା, ନା ମୋ ଖାଦ୍ୟ ବି ଆପଣଙ୍କୁ ଦେଇଦେବି। ଛଗନ ଭିତରକୁ ଯାଏ ଆଉ ନିଜର ଖାଦ୍ୟ ଆଣି ସାଧୁ ବାବାଙ୍କୁ ଦେଇଦିଏ। ତାର ଏ କାମ ପ୍ରତି ଖୁସି ହେଇ ସାଧୁ ବାବା କୁହନ୍ତି, ତମ ପାଖରେ ନିଜେ ଖାଇବାକୁ ବି ଖାଦ୍ୟ ନାହିଁ, ଆଉ ତମେ ନିଜ ଖାଇବା ଖାଦ୍ୟ ଆଣି ମତେ ଦେଇଦେଲ, ଆଉ ତାପରେ ତମେ ଏ କଥା କହିପାରୁନଥିବା ଜୀବମାନଙ୍କୁ ନିଜର ଦାୟିତ୍ୱ ବୋଲି ମୁଣ୍ଡେଇଛ, ନା କି ବୋଝ। ତମେ ସତରେ ଜଣେ ବହୁତ ଭଲ ମଣିଷ। ଏବେ ଏଇ କୁକୁଡା ହିଁ ତମ ଜୀବନ ବଦଳେଇ ଦେବେ। କାଲି ଏ ଯୋଉ ଅଣ୍ଡା ଦେବେ ତାକୁ ନେଇ ନିଜ କ୍ଷେତରେ ପୋତିଦବ। ଦେଖିବ ସେଇ ହିଁ ତମ ଭାଗ୍ୟ ବଦଳେଇବ। ଏ କୁକୁଡା ମାନେ ଅଣ୍ଡା ଦିଅନ୍ତିନି। ଯେତେବେଳେ କିଛି ଭଲରେ ଖାଇବା ଖାଉନାହାନ୍ତି, ଅଣ୍ଡା କୋଉଠି ଦେବେ? ତମେ ଚୁପ୍ ରୁହ। ସାଧୁ ବାବା ସେଠାରୁ ଚାଲି ଯାଆନ୍ତି। ପୁଣି ତା ପରଦିନ ଯେତେବେଳେ ଛଗନ ଦେଖେ, ସତକୁ ସତ ସେ କୁକୁଡା ଅଣ୍ଡା ଦେଇ ଦେଇଥାଏ, ଆଉ ସେଟା ସୁନାର ଅଣ୍ଡା ହେଇଥାଏ। ସାଧୁ ବାବାଙ୍କ କହିବା ହିସାବରେ ସେ ତାକୁ ନେଇ ନିଜ କ୍ଷେତରେ ପୋତି ଦିଏ, ଆଉ ଦେଖୁ ଦେଖୁ ତା ଆଖି ସାମ୍ନାରେ ପୁରା କ୍ଷେତ ସୁନାର ଅଣ୍ଡାରେ ଭର୍ତ୍ତି ହେଇଯାଏ। ଆରେ ବାପରେ, ଏଟା ତ ଆଶ୍ଚର୍ଯ୍ୟଜନକ କଥା। ସାଧୁ ବାବାଙ୍କ କଥା ତ ସତ ହେଇଗଲା। ମତେ ସାଙ୍ଗେ ସାଙ୍ଗେ ଏ ଖବର ନିତା ଆଉ ଗଗନକୁ ଦବାକୁ ପଡିବ। ଛଗନ ସାଙ୍ଗେ ସାଙ୍ଗେ କିଛି ଅଣ୍ଡା ନେଇ ନିତା ପାଖକୁ ଯାଇ ତାକୁ ଦେଖାଏ। ଆରେ, ଏ ତ ସତରେ ଅଦ୍ଭୁତ। ଦେଖେଇଲ ଦେଖେଇଲ। ଆରେ, ଇଏ କଣ ହେଲା? ଦିଅ, ମତେ ଦେଖେଇଲ ମା। ମତେ ଲାଗୁଛି ଏ ଅଣ୍ଡା କେବଳ ସ୍ୱଚ୍ଛ ଆଉ ନିର୍ମଳ ଭାବ ଲୋକମାନଙ୍କ ହାତରେ ହିଁ ସୁନା ହେଇ ରହୁଛି। ତମେ କହିବାକୁ କଣ ଚାହୁଁଛ? ମୁଁ ଖରାପ ଲୋକ? ନାଇଁ, ତମେ ଖରାପ ଲୋକ ନୁହଁ, କିନ୍ତୁ ପ୍ରାୟ ସମୟ ତମେ କିଛି ଏମିତି କଥା କୁହ ଯାହା ଲୋକଙ୍କୁ ବହୁତ ଖରାପ ଲାଗେ। ମଧୁର କଥା କହିବା ଆରମ୍ଭ କରିଦିଅ। ତାପରେ ଛଗନ ସେ ଅଣ୍ଡାକୁ ନେଇ ଗଗନକୁ ଦେଖାଏ। ଗଗନ ତ ତା ଆଗରେ ଖୁସି ହବାର ଅଭିନୟ କରେ, କିନ୍ତୁ ଭିତରେ ଭିତରେ ସିଏ ପ୍ରତିହିଂସାର ଜ୍ୱାଳାରେ ଜଳୁଥାଏ। ଲାଗୁଛି ତମେ ବି କିଛି ଭୁଲ କାମ କରୁଛ, ସେଥିପାଇଁ ଏ ଅଣ୍ଡା ସୁନାରୁ ସାଧାରଣ ଅଣ୍ଡା ହେଇଗଲା। ସେ ଭୁଲ କାମ କରିବା ଛାଡ଼ିଦିଅ, ଦେଖିବ ସବୁ କିଛି ଠିକ ହେଇଯିବ। ଠିକ ଅଛି। ତାପରେ ଛଗନ ଅଣ୍ଡା ବିକ୍ରି କରିବାର କାରବାର ଆରମ୍ଭ କରେ। ଯେମିତି ଯେମିତି ସେ ଅଣ୍ଡା ଲୋକମାନଙ୍କ ପାଖରେ ପହଞ୍ଚେ, ସେମାନଙ୍କୁ ଅନୁଭବ ହୁଏ କି ଏ ସବୁ କୁହୁକ ଅଣ୍ଡା, ଆଉ ସେଥିରେ କିଛି ବି କରିହବ। ସେ ଅଣ୍ଡା କିଛି ଲୋକଙ୍କର ରୋଗ ବ୍ୟାଧିର ଔଷଧ ହେଇଥାଏ, ତ କିଛି ଲୋକଙ୍କର ଘର ଚଳେଇବାର ସାହାରା। ସବୁ ସ୍ୱଚ୍ଛ ନିର୍ମଳ ମନୋଭାବପୂର୍ଣ୍ଣ ବ୍ୟକ୍ତି ସେ ଅଣ୍ଡା ଠାରୁ ଉପକୃତ ହେଉଥିଲେ। ଛଗନର ତ ଦୁନିଆ ବଦଳି ଯାଇଥିଲା, କିନ୍ତୁ ଗଗନ ଆଉ ତାରି ପରି କେତେ ଦୁଷ୍ଟ ଲୋକ ତାର ଫାଇଦା ଉଠେଇ ପାରୁନଥିଲେ। ସେଥିପାଇଁ ସେମାନେ ରାଗି ଯାଇଥିଲେ। ଆପଣମାନଙ୍କୁ ଲାଗୁନି କି
ଏ ସବୁ ଆମ ପ୍ରତି ଅନ୍ୟାୟ ହେଉଛି। ଅନ୍ୟ ଲୋକମାନେ ୟାର ସବୁ ଫାଇଦା ଉଠାଉଛନ୍ତି ଆଉ ଆମକୁ ୟାର କିଛି ବି ଲାଭ ହଉନି। ଆମକୁ ଏ କୁହୁକ ଅଣ୍ଡାର ଚାଷକୁ ଖତମ କରିବାକୁ ପଡିବ। ହଁ, ତମେ ନିହାତି ଠିକ କହିଛ ଗଗନ। ଚାଲ ଏବେ ଯିବା। ସେମାନେ ରାତି ଅନ୍ଧାରରେ ଛଗନର କ୍ଷେତରେ ଯାଇ ପହଞ୍ଚନ୍ତି ଆଉ ଫସଲକୁ ବର୍ବାଦ କରିବା ପାଇଁ ପ୍ରୟାସ ଆରମ୍ଭ କରିଦିଅନ୍ତି। କିନ୍ତୁ ସେମାନଙ୍କୁ ଏକଥା ଜଣା ନଥିଲା କି ସେ ଅଣ୍ଡା ଭଲ ଲୋକଙ୍କ ପାଇଁ ଭଲ ଆଉ ଖରାପ ଲୋକଙ୍କ ପାଇଁ ଖରାପ ବି ହେଇପାରେ। ହଠାତ୍ ସବୁ ଲୋକମାନଙ୍କୁ ଗୋଟେ ଗୋଟେ ଅଣ୍ଡା ପିଟିବାକୁ ଆରମ୍ଭ କରନ୍ତି। ସେମାନେ ଡରି ଯାଇ ଗାଁ ଆଡକୁ ଦୌଡ଼ିବାକୁ ଆରମ୍ଭ କରିଦିଅନ୍ତି। ସେମାନେ ଦୌଡ଼ି ଦୌଡ଼ି ଯାଇ ଛଗନ ଘର ପାଖରେ ପହଞ୍ଚନ୍ତି। ଘର ବାହାରୁ କୋଳାହଳ ଶୁଣି ଛଗନ ବାହାରକୁ ପଳେଇ ଆସେ ଆଉ ଦେଖେ କି ସେମାନଙ୍କୁ ଗୋଟି ଗୋଟି କରି ଅଣ୍ଡା ମାନେ ପିଟୁଛନ୍ତି ଆଉ ନିଜ ଆକାରକୁ ବୃଦ୍ଧି କରି ଚାଲିଛନ୍ତି। ଆରେ ବଞ୍ଚାଅ, ଆମକୁ ବଞ୍ଚାଅ, ଏ ଛଗନ ବଞ୍ଚାଅ। ଆରେ ବଞ୍ଚାଅ, ଛଗନ ଭାଇ ଆମକୁ ଏ କୁହୁକ ଅଣ୍ଡାରୁ ବଞ୍ଚାଅ। ରହିଯାଅ କୁହୁକ ଅଣ୍ଡା ମାନେ, କଣ ହେଇଛି ମତେ କୁହ। ଇଏ ଆପଣଙ୍କର ସାଙ୍ଗ ଆପଣଙ୍କୁ ଦେଖି ବହୁତ ହିଂସା କରେ। ସେଥିପାଇଁ ଆପଣଙ୍କର ଅଣ୍ଡା ମାନଙ୍କୁ ନଷ୍ଟ କରିବାକୁ ଆସିଥିଲା। ସେଥିପାଇଁ ଆମେ ତାକୁ ଦଣ୍ଡ ଦଉଛୁ। ଏକଥା କଣ ସତ ଗଗନ? ହଁ, ସତ। ସମ୍ପୂର୍ଣ୍ଣ ଗାଁ ଲୋକ ଏ ଅଣ୍ଡାର ଲାଭ ଉଠାଉଛନ୍ତି, କିନ୍ତୁ ମୁଁ ତୋର ସାଙ୍ଗ ହେଇକି ବି ୟାର କିଛି ଲାଭ ଉଠାଇ ପାରୁନି। ମତେ ରାଗ ଲାଗିବନି ତୁ କହିଲୁ? ହଁ, ନିଶ୍ଚୟ ଆସିବ। କିନ୍ତୁ ମୁଁ ତତେ କହିଥିଲି ନା, ଯୋଉ ଲୋକଙ୍କ ମନରେ ଖରାପ ଭାବ ଥାଏ କି ଦୁଶ୍ଚିନ୍ତା ଥାଏ, ଏ ଅଣ୍ଡା ତାର କୌଣସି କାମରେ ଆସେନି। କିନ୍ତୁ ତୁ ତ ମନକୁ ସ୍ୱଚ୍ଛ ଆଉ ନିର୍ମଳ କଲୁନି। ମୋ ସ୍ତ୍ରୀ ମଧ୍ୟ ଆରମ୍ଭରୁ ଏ ଅଣ୍ଡାର କୌଣସି ଲାଭ ଉଠେଇ ପାରୁନଥିଲା। କିନ୍ତୁ ଧୀରେ ଧୀରେ ସିଏ ତାର କଥାବାର୍ତ୍ତାରେ ପରିବର୍ତ୍ତନ ଆଣିଲା, ମଧୁରତା ଆଣିଲା। ଆଉ ଏବେ ଦେଖ, ସେ ଅଣ୍ଡା ମାନଙ୍କର ଲାଭ ବି ଉଠେଇ ପାରୁଛି। ଏ ସବୁ ଶୁଣି ଗଗନ କାନ୍ଦିବାକୁ ଲାଗେ ଆଉ କୁହେ, ତମେ ଠିକ କହୁଛ ଛଗନ। ମୁଁ ତୁମ ସାଙ୍ଗ ହେଲେ ତମକୁ ଦେଖି ହିଂସା କରେ। ମୁଁ ଆଜିଠୁ ପ୍ରତିଜ୍ଞା କରୁଛି, ଆଉ ମୁଁ ଏମିତି କେବେ କରିବିନି। ମତେ କ୍ଷମା କରିଦିଅ। କ୍ଷମା ମାଗିବା ଦରକାର ନାହିଁ। ତମକୁ ନିଜ ଭୁଲ ପାଇଁ ଅନୁତାପ ହଉଛି, ସେତିକି ବଡ କଥା। ତାପରେ ଛଗନ ଗଗନକୁ କିଛି ଅଣ୍ଡା ଦିଏ ଆଉ ଏଥର ଅଣ୍ଡାର ରଙ୍ଗ ପରିବର୍ତ୍ତନ ହୁଏନି, ଯୋଉଥିରୁ ତାକୁ ଜଣା ପଡିଯାଏ କି ଗଗନର ମନ ପରିବର୍ତ୍ତନ ହେଇଯାଇଛି। ଅନ୍ୟ ଲୋକମାନେ ବି ଛଗନକୁ କ୍ଷମା ମାଗନ୍ତି। ତାପରେ ଛଗନ ସେ କୁହୁକ ଅଣ୍ଡା ଦ୍ୱାରା ଗାଁର ସବୁ ଲୋକମାନଙ୍କର ସାହାଯ୍ୟ କରି ନିଜେ ଖୁସିରେ ଜୀବନ ବ୍ୟତୀତ କରେ।